ଥରେ ଗିଆଁ ଖାଇବା ପାଇଁ ମୋ ବିଆ ପୁରା ଆତୁର ହୋଇଯାଇଥିଲା, କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ମୁଁ ଗିଆଁ ଖାଇପାରୁନଥିଲି କିମ୍ବା ମୋ ବିଆକୁ ଶାନ୍ତି କରିପାରୁନଥିଲି। ତ ମୁଁ କ'ଣ କଲି ନା ଆମ ଘରେ ଜଣେ କଲେଜ ଟୋକା ସେ ଭଡ଼ା ନେଇ ରହୁଥିଲା, ତାକୁ ପଟେଇଲି ଏବଂ ତା ପାଖରୁ ଗିଆଁ ଖାଇ ମୋ ବିଆକୁ ପୁରା ଶାନ୍ତି କରାଇଲି। ତ ଏସବୁ ଘଟଣା କେମିତି ଘଟିଥିଲା, କିପରି ହେଇଥିଲା, ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ପ୍ରୀତି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ଗିଆଁ କେହି ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଥରେ କ'ଣ ହେଇଛି ନା ମୋତେ ଗିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ମୋ ସ୍ୱାମୀ ବାହାରେ ରୁହନ୍ତି, ତେଣୁ ମୁଁ କେହି ପ୍ରକାରେ ମୋ ବିଆକୁ ଶାନ୍ତି କରାଇ ପାରୁନଥିଲି। ବିଆରେ ଆଙ୍ଗୁଠି ଗେଞ୍ଜୁଥିଲି, ବିଆକୁ ସଲସଲ କରାଉଥିଲି, ବିଆର ରସ ବାହାର କରିବା ପାଇଁ ଚେଷ୍ଟା କରୁଥିଲି, କିନ୍ତୁ କେହି ପ୍ରକାରେ ମୋ ବିଆ ଶାନ୍ତି ହେଉନଥିଲା। ତ କ'ଣ କରିବି ଏମିତି ମୁଁ ବହୁତ ଚିନ୍ତାରେ ଥିଲି, ବହୁତ କଷ୍ଟରେ ଥିଲି। ରାତିରେ ଆଦୌ ନିଦ ମଧ୍ୟ ହେଉନଥିଲା। ତେଣୁ ଥରେ କ'ଣ କଲି ନା ଆମ ଘରେ ଜଣେ ଭଡ଼ାଟିଆ ଥିଲା, ଯିଏକି କଲେଜରେ ପାଠ ପଢ଼ୁଥିଲା। ସେ ପିଲାର ବୟସ 17 କି 18 ଏମିତି ହେବ, କଷି ପିଲାଟି। ତେଣୁ ମୁଁ ମନେ ମନେ ଭାବିଲି, ଯଦି ସେଇ କଷି ବାଣ୍ଡରୁ ଥରେ ଗିଆଁ ମିଳନ୍ତା ତେବେ ମୋ ବିଆ ଶାନ୍ତି ପାଇଯାନ୍ତା। ଏହି ପ୍ରକାର ଚିନ୍ତା କରି ସେ କଲେଜ ପିଲାକୁ ମୁଁ ପଟେଇବାକୁ ଚେଷ୍ଟା କଲି। ତାର ନିକଟତର ହେଲି, ତା ସହିତ ବହୁତ କଥାବାର୍ତ୍ତା ହେଲି ଏବଂ ତାକୁ ଦିନେ ସନ୍ଧ୍ୟାବେଳେ ମୋ ରୁମ୍କୁ ଡାକିଲି ଏବଂ କହିଲି, ଦେଖିନି ଆମ ଏଇ ସୁଇଚ୍ ବୋର୍ଡ଼ଟି କ'ଣ ଟିକେ ପ୍ରୋବ୍ଲେମ୍ ହେଇଛି। ତେଣୁ ସେ ସୁଇଚ୍ ବୋର୍ଡ଼ ସଜାଡ଼ିବା ପାଇଁ ଆମ ଘରକୁ ଆସିଲା ଏବଂ ମୋ ବେଡ଼ରୁମ୍ରେ ପଶି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ସେଇ ସୁଇଚ୍ ବୋର୍ଡ଼ରେ କ'ଣ ସବୁ କଲା ଏବଂ ସୁଇଚ୍ ବୋର୍ଡ଼କୁ ମଧ୍ୟ ଠିକ୍ କରିଦେଲା। ସେ ଯେତେବେଳେ ସବୁ କାମ ସରି ତା ରୁମ୍କୁ ଯିବାକୁ ବାହାରୁଥିଲା, ମୁଁ ସେହି ସମୟରେ କହିଲି, ଟିକେ ରୁହ, ଚା' ପିଇକିନା ଯିବ। ଏବଂ ସେ ମଧ୍ୟ ଅଟକିଗଲା। ମୁଁ ଟିଭିଟି ଅନ୍ କରିଦେଲି ଏବଂ ସେ ଟିଭି ସାମ୍ନାରେ ବସିଲା। ତାପରେ ମୁଁ ଚା' କରିବାକୁ ଗଲି। ଚା' କରୁଥିବା ସମୟରେ ମୁଁ ପୁରା ପ୍ଲାନ୍ କଲି ଯେ କେମିତି ତାକୁ କ'ଣ କରିବି। କିଛି ସମୟ ପରେ ମୁଁ ଚା' ନେଇ ତା ପାଖରେ ଆସି ବସିଲି, ତାକୁ ଚା' ପିଇବାକୁ ଦେଲି ଏବଂ ସେ ଚା' ପିଉଥିବା ସମୟରେ ମୁଁ ତା ସହିତ ଥଟ୍ଟା ମଜା ହେଲି। ତ ସେହି ସମୟରେ ଟିଭିରେ ଗୋଟିଏ ହଟ୍ ଗୀତ ଚାଲିଥିଲା। ସେ ହଟ୍ ଗୀତରେ ନାଚ ଗୁଡ଼ିକ ସେ ବସି ଦେଖୁଥିଲା। ତ ସେଇ ମୌକାରେ କହିଲି, କ'ଣ ତୁମକୁ ଏଇସବୁ ଗୀତ ଭଲ ଲାଗେ? ସେ ଟିକେ ଲାଜେଇଗଲା। ମୁଁ କହିଲି, ଏଥିରେ ଲାଜ କରିବାର କ'ଣ ଅଛି? ତୁମର ଯେଉଁ ବୟସ ସେଥିରେ ତ ଏମିତି ହଟ୍ ଦେଖିବାକୁ ଭଲ ଲାଗିବ। ସେ କିଛି କହୁନଥିଲା, ଖାଲି ମୁରୁକି ମୁରୁକି ହସୁଥିଲା। ତ ଏଇ ମୌକାରେ ମୁଁ କ'ଣ କଲି ନା ତା ପାଖକୁ ଟିକେ ଆଉଜି ଗଲି ଏବଂ ତା ଜଙ୍ଘରେ ହାତ ବୁଲେଇ କହିଲି, କ'ଣ କିଛି ଅଡ଼ୁଆ ଲାଗୁଛି କି? ସେ କହିଲା, ନାଇଁ ସେମିତି କିଛି ନାହିଁ। ମୁଁ କହିଲି, ଗୋଟେ କାମ କର, ତମେ ଟିକେ ମୋ ରୁମ୍ ଭିତରକୁ ଆସ। ଏହା କହି ମୁଁ ତାର ହାତଟିକୁ ଧରି ମୋ ରୁମ୍ ଭିତରକୁ ଟାଣି ନେଇଗଲି ଏବଂ ସିଧା ପଲଙ୍କ ଉପରେ ତାକୁ କଚାଡ଼ି ଦେଲି। ସେ ଏକରକମ ପଲଙ୍କ ଉପରେ ପଡ଼ିଗଲା ଭଳି ହେଲା। ମୁଁ କ'ଣ କଲି ନା ସିଧା ତା ଉପରେ ଚଢ଼ିଗଲି ଏବଂ ତା ଗାଲ, ତାର ବେକ, ତା ଛାତିରେ ଖାଲି କିସ୍ କରିବାକୁ ଲାଗିଲି। ସେ କିଛି କହିବା ପୂର୍ବରୁ ମୁଁ ତା ପାଟିରେ ହାତ ଦେଇ ତାକୁ କେବଳ କିସ୍ କରିବା ପାଇଁ ଲାଗିଲି
କିଛି ସମୟ କିସ୍ କରି ସାରିଲା ପରେ ମୁଁ ତା ବାଣ୍ଡ ଉପରେ ହାତକୁ ବୁଲେଇଲି। ଦେଖିଲି ତା ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲାଣି। ଆଉ ବିଳମ୍ବ ନ କରି ମୁଁ ଚେନ୍ଟିକୁ ତାର ଟାଣିଦେଲି ଏବଂ ତା ବାଣ୍ଡକୁ ବାହାର କରି ଆଣିଲି। ବହୁତ ଲମ୍ବା ବାଣ୍ଡ, ପୁରା ମୋ ସ୍ୱାମୀଙ୍କର ମଧ୍ୟ ଏତେ ଲମ୍ବା ବାଣ୍ଡ ନୁହେଁ। ତେଣୁ ମୁଁ କ'ଣ କଲି, ଲୋଭକୁ ସମ୍ଭାଳି ପାରିଲି ନାହିଁ, ତା ବାଣ୍ଡକୁ ଚୁଷିବାକୁ ଲାଗିଲି। ସେ ଖାଲି ଓ ଆହ ବହୁତ ବଢ଼ିଆ, ଏମିତି ହେଉଥାଏ। ମୁଁ ଖାଲି ଚୁଷି ଚାଲିଲି। କିଛି ସମୟ ଚୁଷି ସାରିଲା ପରେ ତାକୁ ପଚାରିଲି, କ'ଣ ଏବେ ଭଲ ଲାଗୁଛି? ସେ କହିଲା, ମ୍ୟାଡ଼ାମ୍ ବହୁତ ବଢ଼ିଆ ଲାଗୁଛି। ମୁଁ କହିଲି, ତୁମର କ'ଣ ମୋ ବେଆରେ ମୁହଁ ମାରିବାକୁ ଇଚ୍ଛା ହେଉନି? ସେ କହିଲା, ମୋର ବହୁତ ଇଚ୍ଛା ହେଉଛି, କିନ୍ତୁ ମୁଁ ଲଜ୍ଜାରେ କିଛି କହିପାରୁନାହିଁ। ମୁଁ କହିଲି, ଆରେ ଲଜ୍ଜା କ'ଣ, ତୁମେ ଯେତେ ପାରୁଛ ମୋ ବେଆକୁ ଚାଟିଯାଅ। ଏହା କହି ମୁଁ ମୋର ଶାଢ଼ୀ ଏବଂ ମୋର ସାୟାକୁ ଖୋଲିଦେଲି ଏବଂ ପୁରା ଲଙ୍ଗଳା ହେଇଗଲି। ସେ ତାପରେ କ'ଣ କଲା ନା ପାଗଳ ଭଳିଆ ମୋ ବେଆକୁ ଚାଟି ଚାଲିଲା। କିଛି ସମୟ ଚାଟି ସାରିଲା ପରେ ସେ କ'ଣ କଲା ନା ମୋର ଦୁଇ ଜଙ୍ଘକୁ ଟେକି ମୋ ବେଆରେ ତା ବାଣ୍ଡକୁ ପଶାଇଲା ଏବଂ ନିର୍ଦ୍ଧୁମ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ କେବଳ ଡେଇଁ ଚାଲିଲା। ବେଶ କିଛି ସମୟ ଏମିତି ଆମେ ଗିଁ ହେଲୁ। ତାପରେ ସେ କ'ଣ କଲା ନା ତା ବାଣ୍ଡକୁ ବାହାର କରି ଆଣିଲା ଏବଂ ମୋତେ କହିଲା ଯେ ଆପଣ ଆଉ ଟିକେ ଏହାକୁ ଚାଟି ଦିଅନ୍ତୁ। ମୁଁ ତାପରେ ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେମିତି ଚାଟି ଚାଲିଲି। ତାପରେ ସେ ମୋତେ କହିଲା, ଆପଣ ଟିକେ ପେଟେଇ ଶୁଅନ୍ତୁ, ମୁଁ ଆପଣଙ୍କୁ ପଛପଟୁ ଡେଇଁ ଦେଉଛି। ମୁଁ ତାପରେ କ'ଣ କଲି ନା ପେଟେଇ ପଡ଼ିଲି। ସେ ମୋ ପଛପଟୁ ମୋତେ ଡେଇଁଲା। 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଖାଲି ଡେଇଁ ଚାଲିଲା। ତାପରେ ତା ବାଣ୍ଡରୁ ସବୁ ରସ ବାହାରିଗଲା। ମୋ ବେଆ ମଧ୍ୟ ସେତେବେଳକୁ ଶାନ୍ତି ପାଇପାରିଥାଏ। ଏହିପରି ଆମେ ସେଦିନ ପାଖାପାଖି ଘଣ୍ଟେରୁ 1.5 ଘଣ୍ଟା ପର୍ଯ୍ୟନ୍ତ ଗେଁ ହେଇଥିଲୁ। ଏହାପରେ ଆମେ ବହୁତ ଥର ଏମିତି ଗେଁ ହେଇଛୁ। ଏସବୁ ବିଷୟରେ ମୁଁ ଆପଣଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।